ଘରେ ବେଳେ ବେଳେ ବାହାରନ୍ତି, ମା ଆସନ୍ତି ପଳାନ୍ତି। ଆଚ୍ଛା ଆଉ ସେଦିନ ସନ୍ଧ୍ୟା ଦେଇକି ମୋ ଡ୍ୟୁଟି ସାରିକି 6ଟା ବେଳେ ସନ୍ଧ୍ୟା ଦେଲା ବେଳକୁ ଦିଟା ମା ଅଛନ୍ତି। ଆଚ୍ଛା ଆଉ ଝୁଣା ଧୂପ ସବୁ ଦେଲି, ଦେଲା ବାଦେ ଠାକୁର ବି ସେଇଠି ଥିଲେ, ସକାଳେ ବି ଦେଖୁଛି ଥିଲେ। ଆଜ୍ଞା ଆଉ କ'ଣ କରିବି, ତାପରେ ସମସ୍ତେ କହିଲେ ଅଣ୍ଡା ଆଉ ଛୁଆ ଦେଇଛି, ମାନେ ଛୁଆ ଅଛନ୍ତି, ଅଣ୍ଡା ବି ଅଛି। ଆଚ୍ଛା ସେଇ ସକାଶେ ପୁଣି ଆମେ ମିର୍ଜା ଭାଇକି ଫୋନ୍ କରି କଲ୍ କରି ଡାକିଲୁ। ଆଜ୍ଞା ଅଧଘଣ୍ଟା ଲାଗିଲା। କେତେ ସାପ ବାହାରିଲେ? 26ଟା ଛୁଆ ହଁ ଆଉ 12ଟା ଅଣ୍ଡା। ଆଚ୍ଛା ଆଉ ଆଜି ବଡ଼ ସାପ ହୁଁ ବଡ଼ ସାପ ହୁଁ ଆପଣ ଯୋଉ ପରିବାର ନେଇ ରହୁଛନ୍ତି କେବେ ଆଗକୁ ଦେଖି ନାହାନ୍ତି? ଥରେ ଦିଥର ମୁଁ ଦେଖିଥିଲି, ପଳାନ୍ତି। ମୁଁ ଏତେ ଜାଣିନି ସେ ସେଇଠି ଅଛନ୍ତି ଠାକୁର ପାଖରେ। ଏବେ ଭୟ ଲାଗୁଛି ନା ଲାଗୁନି? ଭୟ ଲାଗୁଛି, ଡରି ଡରି। ସେଇଟା ଆପଣ କରନ୍ତି ପୂଜା ଠାକୁରର? ଆଜ୍ଞା, ଏ ଠାକୁରଙ୍କର ଘର ଏବେ ହଉଛି ନା ନୂଆ ତିଆରି, ଏଇଠି ରହି ପୂଜା କରୁଛି ପୁଣାଘରେ। ଆଚ୍ଛା ସେଠୁ ପାଣି ଫାଣି ସନ୍ତୁଛି? ନା ନା, କିଛି ପାଣି ଫାଣି ପଡୁନି। ସାପ ଅଛନ୍ତି ବୋଲି ଆଉ ସାପ ଅଛନ୍ତି ନା ନାହାନ୍ତି? ଅଛନ୍ତି ନାଇଁ ଜଣା ପଡୁନି, ବଡ ସାପ ବାହାରି ନାହାନ୍ତି ନା କଣ ତ। ସାପ ବାହାରି କେତେ ସମୟ ଲାଗିଲା ପାଖରେ? 45 ମିନିଟ୍ ଲାଗିଲା। ଶବ୍ଦରେ ଲାଗିଲା ନାହିଁ ମାନେ ଏତେ ବଡ ସାପ ଛୋଟ ଛୁଆ ରହୁଛନ୍ତି ମାନେ କେବେ ଦେଖିନି, ଭୟଭୀତ କେବେ ନା ହେଇନାହାନ୍ତି? ନା ନା, ଦେଖିନୁ ତ, ଛୁଆଙ୍କୁ କେବେ ଦେଖିନୁ। କିନ୍ତୁ ଭୟ ଲାଗେ। ହଁ ହଁ, ଯେତେବେଳେ ବାହାରନ୍ତି କ'ଣ କରନ୍ତି ଆଗରୁ? କେତେବେଳେ ଏମିତି ଆସନ୍ତି ପଳାନ୍ତି, ଆମକୁ ସାପ 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 ଏମିତି ଚିଲୁ, ଆସନ୍ତି ପଳାନ୍ତି। ଆଚ୍ଛା ସେ ଜାଗାରେ ଯୋଉ ସାପ ଗଲା ପରେ ଆପଣ ପୂଜା ପାଠ କରୁଛନ୍ତି, ସେ ହୁଁ ଜାଗା ହୁଁ କରୁଛନ୍ତି ହୁଁ, ମାନେ ସେ ସାପ ଗାତ ପୂଜା କରୁଛନ୍ତି ନା ଠାକୁର ପୂଜା ସେଇଠି ଝୁଣା ଦୀପ ଏବେ ଦେଇକି ଆସିଲି ବି ଏବେ, ତାକୁ ଠାକୁର ପୂଜା କରୁଛି।